ଭାରତର ପ୍ରାୟ ସବୁ ରାଜ୍ୟରେ ଅଳ୍ପ ବହୁତ ଆଦିବାସୀ ବସବାସ କରନ୍ତି। ଆଦିବାସୀମାନେ ପ୍ରକୃତିର ପ୍ରକୃତ ସନ୍ତାନ। ଆମ ଭାରତବର୍ଷ କଥା ବିଚାର କଲେ ଆମ ଦେଶର ପ୍ରଥମ ଅଧିବାସୀ ହିଁ ଏହି ଆଦିବାସୀ। ମଧ୍ୟପ୍ରଦେଶରେ ସର୍ବାଧିକ ଆଦିବାସୀ ବସବାସ କରୁଥିବା ବେଳେ ଓଡ଼ିଶା ଏ କ୍ଷେତ୍ରରେ ତୃତୀୟ। ସମଗ୍ର ଭାରତର ମୋଟ ଜନସଂଖ୍ୟାର 86% ଆଦିବାସୀ ହୋଇଥିବା ବେଳେ ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ 23% ଆଦିବାସୀ। ସେହିଭଳି ଭାରତର ପ୍ରାୟ 645 ପ୍ରଜାତିର ଜନଜାତି ଦେଖାଯାଉଥିବା ବେଳେ ଓଡ଼ିଶାରେ ପ୍ରାୟ 62 ପ୍ରକାରର ଜନଜାତି ଦେଖାଯାଆନ୍ତି। ସେମାନଙ୍କ ମଧ୍ୟରେ ସାନ୍ତାଳ, କନ୍ଧ, ଗଦବା, ଖଇରା ଆଦି ଆଦିବାସୀଙ୍କ ସଂଖ୍ୟା ହେଉଛି ଅଧିକା। ଆମ ଉତ୍କଳ ଭୂମି ଯୁଗେ ଯୁଗେ ଆଦିବାସୀ ଅଣ ଆଦିବାସୀ ସଭ୍ୟତା ଓ ସଂସ୍କୃତିର ମିଳନ କ୍ଷେତ୍ର ରୂପେ ବିଶ୍ୱ ସଭ୍ୟତା ଓ ସଂସ୍କୃତିର ସ୍ୱର୍ଣ୍ଣାଭ ପୃଷ୍ଠା ମଣ୍ଡନ କରୁଛି। ଭାରତବର୍ଷରେ ବାସ କରୁଥିବା ଆଦିବାସୀ ସମୂହ ମଧ୍ୟରୁ ସାନ୍ତାଳ ଏକ ସଂଖ୍ୟା ଗରିଷ୍ଠ ଜନଜାତି। ଲୋକସଂଖ୍ୟା ଦୃଷ୍ଟିରୁ ବିଚାର କଲେ ଭିଲ ଆଦିବାସୀ ପଛକୁ ଏମାନଙ୍କର ସ୍ଥାନ ରହିଛି। କିନ୍ତୁ ଭାଷା ଓ ସଂସ୍କୃତିର ସୁରକ୍ଷିତ ଦିଗ ପ୍ରତି ଦୃଷ୍ଟିପାତ କଲେ ଏମାନେ ଯେ ଏକ ସର୍ବବୃହତ ଜାତି ତାହା ସହଜରେ ପ୍ରମାଣିତ କରାଯାଇପାରେ। ଆମ ଓଡ଼ିଶା ବ୍ୟତୀତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ, ତ୍ରିପୁରା ରାଜ୍ୟ ତଥା ନେପାଳ, ବାଂଲାଦେଶ, ଭୁଟାନ ପ୍ରଭୃତି ଦେଶରେ ଏମାନଙ୍କର ଜନବସତି ଦେଖିବାକୁ ମିଳେ। ଆଜି ଆମେ କଥା ହେବା ଭାରତର ତୃତୀୟ ସର୍ବବୃହତ ଜନଜାତି ସାନ୍ତାଳ ଜାତି ବିଷୟରେ। ଏମାନେ ଖୁବ୍ ଶାନ୍ତ, କିନ୍ତୁ ନିଜ ମା ମାଟି ଉପରେ ପ୍ରଶ୍ନ ଉଠିଲେ ସର୍ବଦା ଲଢ଼ିବାକୁ ଆଗଭର ବି। ବ୍ରିଟିଶ ଶାସନ କାଳରେ ଓଡ଼ିଶାକୁ ବ୍ରିଟିଶ ଅମଳରୁ ମୁକ୍ତ କରିବାକୁ ସଂଗ୍ରାମ କରିଥିଲେ ସାନ୍ତାଳ। ଆମ ରାଜ୍ୟ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାରେ ଏମାନେ ବିଶେଷ ଭାବେ ନଜର ଆସନ୍ତି। ବଣ ଜଙ୍ଗଲ ପାହାଡ଼ ଘେରା ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲା ରାଜା ରାଜୁଡ଼ା ଅମଳରୁ ଜିଲ୍ଲାରେ ସାନ୍ତାଳ ଆଦିବାସୀଙ୍କ ରହିଛି ସ୍ୱତନ୍ତ୍ର ପରିଚୟ। ରଙ୍ଗ ବେରଙ୍ଗୀ କାନ୍ଥ ସହ ବେଶ୍ ସୁନ୍ଦର ଦିଶିଥାଏ ସାନ୍ତାଳ ଜନଜାତିଙ୍କ ଘର। ଗୋବର ଓ ନାଲି ମାଟିର ଲେପ ସାନ୍ତାଳ ଘରକୁ କରେ ସ୍ୱଚ୍ଛ ଆଉ ନିର୍ମଳ। ସାନ୍ତାଳ ଘରର ବିଶେଷତ୍ୱ ହେଲା ଏମାନଙ୍କ ଘରର ଗୋଟିଏ କୋଣରେ ଭୂତ ପିଶାଚ ପୂଜା ପାଆନ୍ତି। ଏହାକୁ ଭିତର ବୋଲି କୁହାଯାଇଥାଏ। ଅନ୍ୟପକ୍ଷେ ସାନ୍ତାଳମାନେ ଜୀବିକା ନିର୍ବାହ ପାଇଁ ଧାନ ଚାଷ ମଧ୍ୟ କରନ୍ତି। ବର୍ଷକୁ 2 ଥର ଏମାନେ ଧାନ ଅମଳ କରନ୍ତି। ମୟୂରଭଞ୍ଜ ମହାରାଜା ନେପାଳରୁ ସବାଇ ଘାସ ଗଛ ଆଣିବା ପରେ ଏଠାରେ ଥିବା ଆଦିବାସୀ ସବାଇ ଘାସ ଚାଷ କରିବା ସହ ଦଉଡ଼ି ପ୍ରସ୍ତୁତ କରି ନିଜର ପ୍ରତିପୋଷଣ କରିପାରୁଛନ୍ତି। ଏହା ସହ ମହିଳାମାନେ ଶାଳପତ୍ର ସଂଗ୍ରହ କରି ପତ୍ରଖଲି ପ୍ରସ୍ତୁତ ମଧ୍ୟ କରିଥାନ୍ତି। ସାନ୍ତାଳଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମାରଙ୍ଗବୁରୁ ଓ ଏମାନେ ନିଜ ନିଜ ଗାଁ ମୁଣ୍ଡରେ ଥିବା ଜାହିରା ସ୍ଥଳୀରେ ନିଜ ଭଗବାନଙ୍କୁ ପୂଜାର୍ଚ୍ଚନା କରନ୍ତି। ବିଶେଷ କରି ଚାଷ କାର୍ଯ୍ୟ ଆରମ୍ଭ ପୂର୍ବରୁ ଆଷାଢ଼ ମାସ, ମାର୍ଗଶିର ମାସ ଓ ମକର ପର୍ବରେ ଜାହିରାରେ ପୂଜାର୍ଚ୍ଚନା କରାଯାଏ। ଏମାନଙ୍କ ପର୍ବକୁ ବାହା, ମାଘେ ଓ ସହରାଇ ପର୍ବ ବୋଲି କୁହାଯାଏ। ପାରମ୍ପରିକ ବାଦ୍ୟଯନ୍ତ୍ର ସହ ପାରମ୍ପରିକ ବେଶଭୂଷାରେ ଏମାନେ ନାଚ ଗୀତରେ ମସଗୁଲ ରୁହନ୍ତି। ସାନ୍ତାଳମାନେ ସରଳ, ନିରାଡମ୍ବର, ସାଧୁ ଓ ସଚ୍ଚରିତ୍ର। ଏମାନଙ୍କର ନିଜସ୍ୱ ଆଦିବାସୀ ସଂସ୍କୃତି, ସଭ୍ୟତା ଓ ଜୀବନଧାରା ରହିଛି। ନିଜସ୍ୱ ଦିଅଁ ଦେବତା, ସାମାଜିକ ସଂଗଠନ, ଯାନିଯାତ୍ରା, ପର୍ବପର୍ବାଣୀ, ଭାଷା, ସାହିତ୍ୟ, କଳା ଓ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ଅଛି। ହସ୍ତ ସେମାନଙ୍କର କର୍ମଚଞ୍ଚଳ, ଜୀବନ ଏମାନଙ୍କର କର୍ମମୁଖର, ମନ ଏମାନଙ୍କର ଆନନ୍ଦ ଓ ଉଜ୍ଜ୍ୱଳ ମୁଖରେ ବିଷାଦର ଚିହ୍ନ ହିଁ ନଥାଏ। ଏମାନଙ୍କର କର୍ମ ହିଁ ଏମାନଙ୍କର ଧର୍ମ ଅଟେ। ତେବେ ସାନ୍ତାଳମାନଙ୍କର ବିବାହ ଉତ୍ସବ, ଦେବାଦେବୀ ପୂଜା ଉପାସନା ଅବସରରେ ଏମାନେ ବିଶେଷ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି। ଯୁବକ ଯୁବତୀ ତଥା ଧାଙ୍ଗଡ଼ା ଧାଙ୍ଗଡ଼ିମାନେ ସ୍ୱଭାବ ସୁଲଭ ମଧୁର କଣ୍ଠରେ ଆଦିରସ ଓ ବୀରରସର ସଙ୍ଗୀତ ଗାନ କରି ଶ୍ରୋତାମାନଙ୍କୁ ମୁଗ୍ଧ କରିଦିଅନ୍ତି। ପୁଣି ଯୋଡ଼ି ମହୁରୀ ସ୍ୱର ବିଳାସରେ ଓ ଢୋଲ, ମାଦଳ, ଘୁମୁରା ଆଦି ବାଦ୍ୟର ତାଳେ ତାଳେ ଯେପରି ନୃତ୍ୟ କରି ରାତି ପୁହାଇ ଦିଅନ୍ତି। ତେବେ ଆମ ଏହି ସାନ୍ତାଳ ଜନଜାତିମାନଙ୍କର ପାରମ୍ପରିକ ଲୋକନୃତ୍ୟ ମଧ୍ୟ ରହିଛି। ସେସବୁ ହେଉଛି ଲଗଣେ ଏନଜ, ଝକା ନୃତ୍ୟ, ଡଙ୍ଗ ନୃତ୍ୟ, ରିଙ୍ଗଜା ନୃତ୍ୟ, ଜାଚୁର ନୃତ୍ୟ, ଡାହାର ନୃତ୍ୟ, ବାହା ନୃତ୍ୟ, ଜୁହ୍ନେର ନୃତ୍ୟ ଏବଂ ଡାଙ୍ଗଟା ନୃତ୍ୟ।
ତେବେ ଶିକ୍ଷା କ୍ଷେତ୍ରରେ ଧୀରେ ଧୀରେ ସାନ୍ତାଳମାନେ ଏବେ ଅଧିକ ସମୃଦ୍ଧ ହେବାରେ ଲାଗିଛନ୍ତି। ଫଳରେ ଆଧୁନିକତାକୁ ସେମାନେ ପସନ୍ଦ କରୁଛନ୍ତି। ଅନ୍ୟପକ୍ଷେ ରାଜ୍ୟ ତଥା କେନ୍ଦ୍ର ସରକାର ଆଦିବାସୀଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏସବୁ ଯୋଜନା ଆଦିବାସୀଙ୍କ ନିକଟରେ ପହଞ୍ଚିଛି ସତ, କିନ୍ତୁ ମୟୂରଭଞ୍ଜ ଜିଲ୍ଲାରେ ଏବେ ବି ଉପାନ୍ତ ଅଞ୍ଚଳ ଓ ଶିମିଳିପାଳ ଅଭୟାରଣ୍ୟରେ ବସବାସ କରୁଥିବା ଆଦିବାସୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ସରକାର ଏମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେଲେ ସମାଜ ପାଇଁ ଭଲ ହେବ। ଆଶା ଅଛି ଏବେ ଆପଣ ଆମ ଭାରତର ତଥା ଦେଶର ତୃତୀୟ ସର୍ବବୃହତ ଜନଜାତି ସାନ୍ତାଳ ଜାତି ବିଷୟରେ ଡିଟେଲରେ ଜାଣିସାରିଥିବେ। ସେମାନେ ଆଜି ବି ଆଧୁନିକତା ଭିତରେ ନିଜର ସଂସ୍କାରକୁ ଭୁଲି ନାହାନ୍ତି। ତେବେ ସାନ୍ତାଳ ଜନଜାତିକୁ ନେଇଥିବା ଆଜିର ଏହି ସ୍ପେଶାଲ ଭିଡ଼ିଓଟି ଯଦି ଆପଣଙ୍କୁ ଭଲ ଲାଗିଛି ତେବେ ଏହାକୁ ଲାଇକ୍ କରନ୍ତୁ ଏବଂ ଖୁବ୍ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ଇନଫର୍ମେସନଟି ଆପଣଙ୍କୁ କିଭଳି ଲାଗିଲା ମୋତେ କମେଣ୍ଟରେ ନିହାତି ଜଣାଇବେ। ଆମ ରାଜ୍ୟ ସହ ଜଡ଼ିତ, ଆମ ଦେଶ ଦୁନିଆ ସହ ଜଡ଼ିତ ଏଭଳି ଅନେକ ଏଜୁକେଶନାଲ ଭିଡ଼ିଓ ଯଦି ଆପଣ ଦେଖିବାକୁ ଚାହାନ୍ତି ତାହେଲେ ଆଜି ହିଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।